ହାଲେଲୁୟା। ପ୍ରଭୁଙ୍କୁ ମହାନାମ ଧନ୍ୟବାଦ ହଉ। ଆସନ୍ତୁ ମୋର ପ୍ରିୟ ଲୋକମାନେ, ଆମେମାନେ ଦେଖିବା ଆଦି ପୁସ୍ତକରେ ପରମେଶ୍ୱର ଅବ୍ରାହମକୁ ପ୍ରତିଜ୍ଞା କରିଥିଲେ। ଆପଣମାନେ ଯଦି ଦେଖିବେ ଆଦି ପୁସ୍ତକ 17 ପର୍ବ ତାର 1 ପଦରେ ଏ ପ୍ରକାର ଲେଖାଯାଇଛି। ଅବ୍ରାହମଙ୍କର 99 ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭ ଛାମୁରେ ଧର୍ମଚାରଣ କରି ତୁମେ ସିଦ୍ଧ ହୁଅ। ଆମ୍ଭେ ତୁମ ସହିତ ଆପଣ ନିୟମ ସ୍ଥିର କରି ତୁମକୁ ଅତିଶୟ ବୃଦ୍ଧି କରିବା। ତହିଁରେ ଅବ୍ରାହମ ମୁହଁ ମାଡ଼ି ପଡ଼ନ୍ତେ ପରମେଶ୍ୱର ତାଙ୍କ ସହିତ ଆଲାପ କରି କହିଲେ, ଦେଖ ଆମ୍ଭେ ତୁମ ସହିତ ଆପଣ ନିୟମ ସ୍ଥିର କରିଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦି ପୁରୁଷ ହେବ। ହାଲେଲୁୟା। ପ୍ରଭୁଙ୍କୁ ମହାନାମ ଧନ୍ୟବାଦ ହଉ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକୃତ ପରମେଶ୍ୱର, ଆମେମାନେ ଯେ ପ୍ରକାର ପରମେଶ୍ୱର ତୁମର ବାକ୍ୟ ଶୁଣିବୁ ଏବଂ ପରମେଶ୍ୱର ତାହା ଯେ ପ୍ରକାର ପ୍ରଭୁ ଆମ ଜୀବନ ପ୍ରଭୁ କାର୍ଯ୍ୟକାରୀ ହେଇପାରିବ ସେଥିପାଇଁ ସାହାଯ୍ୟ କର। ଆମେ ଯେ ପ୍ରକାର ପ୍ରଭୁ ତୁମ ବାକ୍ୟ ନିବୃତ୍ତ ବିଷୟ ବୁଝି ତৈ ଅନୁସାରେ ପରମେଶ୍ୱର ଆମେ ଜୀବନଯାପନ କରିପାରିବୁ ସେଥିପାଇଁ ସାହାଯ୍ୟ କର। ଆମ ସମସ୍ତ ଗତି ତୁମ ସମର୍ପଣ କରି ଗୌରବ ପ୍ରଶଂସା ପୂଜା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପିତା, ଆମେନ୍। ହାଲେଲୁୟା। ଅବ୍ରାହମ ଆଉ ପରମେଶ୍ୱରଙ୍କୁ ଦର୍ଶନ କଲେ। ଅବ୍ରାହମଙ୍କ 99 ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ। ହାଲେଲୁୟା। ଯେତେବେଳେ ତାପରେ ସେ କହୁଛନ୍ତି, ଆମ୍ଭେ ତୁମ ସହିତ ଆପଣ ନିୟମ ସ୍ଥିର କରି ତୁମକୁ ଅତିଶୟ ବୃଦ୍ଧି କରିବା। ପ୍ରଭୁ ଅବ୍ରାହମକୁ କହିଲେ, ତୁମକୁ ଆମେ ଦର୍ଶନ ଦେଲୁ, ତୁମକୁ ଆମେ କ'ଣ କଲୁ? ଦର୍ଶନ ଦେଇଥିଲୁ, ଆଉ ତୁମକୁ ଆମେ ପ୍ରତିଜ୍ଞା କରିଥିଲୁ, କିନ୍ତୁ ତୁମେ କ'ଣ କଲ? ତୁମ ବାର୍ଜାଙ୍କର କଥା ଶୁଣି ଆଗରକୁ ବିବାହ କରି ଆଉ ଇସ୍ମାଇଲକୁ ଜାତ କଲ। ତେଣୁକରି ବର୍ତ୍ତମାନ ସମୟ ଉପସ୍ଥିତ ହୋଇଅଛି, ତୁମ ସ୍ତ୍ରୀ କଥା ଧରିକି ତୁମେ କ'ଣ କରିଅଛ? ମୁଁ ଦେଇଥିବା ପ୍ରତିଜ୍ଞାକୁ ଭୁଲି ଯାଇଅଛ। ବିଶ୍ୱାସ କରିଛ ସତ କଥା, କିନ୍ତୁ ମୁଁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ତୁମେ ଟିକେ ଅବହେଳା କରିଅଛ। ତେଣୁକରି ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମେ ସିଦ୍ଧ ହୁଅ। ପ୍ରଥମେ ସିଦ୍ଧ ହେଲେ ଆମ୍ଭେ ତୁମ ସହିତ ନିୟମ ସ୍ଥିର କରିବା। 75 ବର୍ଷ ବୟସରେ ଅବ୍ରାହମକୁ ପରମେଶ୍ୱର ଦର୍ଶନ ଦେଲେ। ଅବ୍ରାହମକୁ ପରମେଶ୍ୱର ଦର୍ଶନ ଦେଇକରି କହିଲେ, ଆମେ ତୁମକୁ ଆଉ ପ୍ରତିଜ୍ଞାତ ଦେଶ ଦେବା। ହାଲେଲୁୟା। ତୁମେ କ'ଣ କର? ତୁମ ପିତୃଗୃହକୁ, ତୁମ କୁଟୁମ୍ବକୁ, ପୈତୃକ ଗୃହକୁ ପରିତ୍ୟାଗ କରି ଆମେ ଯେଉଁ ଦେଶ ତୁମକୁ ଦେଖେଇବା সেই ଦେଶକୁ ଯାଅ।
परमेश्वर आज्ञा अनुसार अब्राहम कौन कले बाहर पड़े। देखंतु आदि पुस्तक 12:4 लिखाई। अनंतर अब्राहम सदा प्रभु यही वाक्य अनुसार प्रस्थान कले। पुणी लोट तांको संगरे गले। हारण ठारू प्रस्थान करने समय अब्राहम बयस 75 वर्ष होता। ए रूपे अब्राहम अपना बाज्य सारी को और भातृपुत्र लटों और हारण ठारे आपण मानक संचित धन और लब्ध प्राणी मानक घेनी किनान देश उद्देश्य यात्रा करी किनान रे उपस्थित हेले। हालेलुया। मोर प्रिय लोक माने आम मैंने देख पारुछु अब्राहम जेते बेले परमेश्वर को दर्शन कले तांको 75 वर्ष होइतिला। से समय परमेश्वर तांको दर्शन देला परे तांके किनान देश अभिमुखे यात्रा कले। किनान देश से माने उपस्थित होई से माने गोटे तंबू निर्माण कले। अरण वृक्ष मूले गोटे तंबू निर्माण करी सेठी बास करथिले। हालेलुया। आउ से प्रकार समय रे फेरे परमेश्वर अब्राहम को 99 वर्ष बयस दर्शन देले। आपण माने चिंता करंतु पाखापाखि 23-24 वर्ष परमेश्वर अब्राहम को दर्शन दे नाहंती। हालेलुया। किंतु परमेश्वर विभिन्न प्रकार अब्राहम सहित कथबार्ता करुले। अब्राहम सारंक कथा धरी इस्माइल को जात कला। इस्माइल को जिते बेले जात कला अब्राहम भाविला बद हुए इस्माइल का मोर पुत्र मो स्त्री को संतान संतति पदे हेबे नहीं आउ इस्माइल का मोर पुत्र एक रहिबो। किंतु ताहा ईश्वर की इच्छा नथिला। हालेलुया। कारण इस्राएल लोक माने अब्राहम परमेश्वरंकर विश्वस्त दास। अब्राहम को परमेश्वर दर्शन देउथिले आ परमेश्वर सहित अब्राहम सहित परमेश्वर कौन करुले आलाप करुले। हालेलुया। से कहले आमे सर्वशक्तिमान परमेश्वर आम छामर तुम्हें धर्माचरण करने को पड़ो। जितेबाला तुम धर्माचरण कर प्रतिज्ञात पुत्र इसहाक तुम औरुषर जात हेबे। हालेलुया। तुम्हें जिते बेले प्रतिज्ञात पुत्र इसहाक को जात कर से समय रे आमे तुम सहित कौन कर नियम करुअछु। तैर अब्राहम 17:3 तैर अब्राहम मुँह मारी पड़ी कहले पड़ते परमेश्वर तांको सहित आलाप कली कहले देख आम्बे तुम सहित आपण नियम स्थिर करियछु तुम्बे अनेक गोष्ठीर आदि पुरुष हेब। हालेलुया।
ଅବ୍ରାହମକୁ ପରମେଶ୍ୱର ଦର୍ଶନ ଦେଲେ ଏବଂ ଧୈର୍ଯ୍ୟ ଦେଲେ। ସେ କହୁଛନ୍ତି ତୁମେ ଆମ ପାଖରେ ଧର୍ମାଚରଣ କର, ତୁମେ ସିଦ୍ଧ ହୁଅ, ଆମେ ତୁମ ସହିତ ନିୟମ ସ୍ଥାପନ କରୁଛୁ, ତୁମେ ଅନେକ ଗୋଷ୍ଠୀର ଆଦି ପୁରୁଷ ହେବ। ହାଲେଲୁୟା। ସେ ସମୟରେ ଆଉ ଅବ୍ରାହମ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ। ପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ। ସେତେବେଳେ କ'ଣ ହେଲା, ଅବ୍ରାହମକୁ ପରମେଶ୍ୱର କହିଲେ, ପୁଣି ତୁମର ନାମ ଅବ୍ରାହମ ମହାପିତା ଆଉ ରହିବ ନାହିଁ, ମାତ୍ର ଅବ୍ରାହମ ବହୁ ଲୋକର ପିତା ହେବ। ଯେହେତୁ ଆମ୍ଭେ ତୁମକୁ ଅନେକ ଗୋଷ୍ଠୀର ଆଦି ପିତା କଲୁ, ଆମ୍ଭେ ତୁମର ଅତିଶୟ ବୃଦ୍ଧି କରିବା, ତୁମଠାରୁ ଅନେକ ଗୋଷ୍ଠୀ ଜାତ କରିବା ଓ ରାଜାମାନେ ତୁମଠାରୁ ଉତ୍ପନ୍ନ ହେବେ। ହାଲେଲୁୟା। ଅବ୍ରାହମ ବୁଢ଼ା ହେଇଯାଉଛି, ତାଙ୍କୁ 99 ବର୍ଷ ହେଇଗଲାନି। ପରମେଶ୍ୱର ଦର୍ଶନ ଦେଲେ ଆଉ କହୁଛନ୍ତି ତୁମ ଔରୁଷରୁ ପ୍ରତିଜ୍ଞାତ ପୁତ୍ର ଇସାକ ଜନ୍ମ ହେବେ, ତୁମେ ଅନେକ ବହୁ ଲୋକର ପିତା ହେବ, ଅନେକ ଗୋଷ୍ଠୀର ଆଦି ପିତା ହେବ, ତୁମେ ବହୁ ଲୋକର ପିତା ହୋଇ ଅବ୍ରାହମ ବୋଲି ଡକାଯିବ। ଆମେ ତୁମକୁ ଅତିଶୟ ବୃଦ୍ଧି କରିବା, ତୁମଠାରୁ ଅନେକ ଗୋଷ୍ଠୀ ଜାତ କରାଇବା, ଅନେକ ଗୋଷ୍ଠୀ ତୁମଠାରୁ ଜାତ ହେବ। ଅବ୍ରାହମ, ତୁମ ସଙ୍ଗରେ ଆମେ ନିୟମ କରୁଅଛୁ, ରାଜାମାନେ ତୁମଠାରୁ ଉତ୍ପନ୍ନ ହେବେ, ଆମ୍ଭେ ତୁମ ସହିତ ତୁମର ଭବିଷ୍ୟତ ବଂଶ ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ ତାହା ଅନନ୍ତ କାଳ ସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମର ଭବିଷ୍ୟତ ବଂଶର ପରମେଶ୍ୱର ହେବା। ହାଲେଲୁୟା। ମୋ ପ୍ରିୟ ଲୋକମାନେ, ଅବ୍ରାହମଙ୍କ ସହିତ ପରମେଶ୍ୱର ଆଲାପ କରୁଛନ୍ତି। ସେ ମୋ ମାରିକି ପଡ଼ିଗଲେ। ପ୍ରଭୁ ଏତେ ଦିନକୁ ଦେଖାଗଲ, ତୁମେ କହିଦେଲ ଆମେ ବାହାର ପଡ଼ିଲୁ, ଏ ଦେଶରେ ତୁମ ପକେଇକରି ବଞ୍ଚିଛୁ, ହେଲେ ଏବେ ଆମ ପରିସ୍ଥିତି କ'ଣ ପ୍ରଭୁ ବୋଲିକରି ସେ କ'ଣ କରୁଛି, ମୁହଁ ମାରିକରି ପଡ଼ିଯାଇଛି। ସେତେବେଳେ ପରମେଶ୍ୱର ଅବ୍ରାହମଙ୍କ ସହିତ ଆଲାପ କରି କହିଲେ, ତୁମ ନାମ ଆଉ ଅବ୍ରାହମ ମହାପିତା ଆଉ ରହିବ ନାହିଁ, ମାତ୍ର ଅବ୍ରାହମ ବହୁ ଲୋକର ପିତା ହେବ। ପାଞ୍ଚ କଥା ଆଲାପ କରି 5ଟି କଥା ପ୍ରଭୁ କହିଲେ। ତୁମ ଅନେକ ଗୋଷ୍ଠୀର ଆଦି ପିତା ହେବ, ଆମେ ତୁମକୁ ଅତିଶୟ ବୃଦ୍ଧି କରିବା, ତୁମଠାରୁ ରାଜାମାନେ ଉତ୍ପନ୍ନ ଅନେକ ଗୋଷ୍ଠୀ ଜାତ କରାଇବା ଓ ରାଜାମାନେ ତୁମଠାରୁ ଉତ୍ପନ୍ନ ହେବେ। ଆଉ ତୁମ ସହିତ ତୁମ ବଂଶ ସହିତ ଆମେ ତୁମ ବଂଶର ପରମ୍ପରା ସହିତ ଆମେ ନିୟମ କରିବୁ, ତାହା ଅନନ୍ତ କାଳ ସ୍ଥାୟୀ ପରମେଶ୍ୱରଙ୍କର ହେବ। ତହିଁରେ ଆମ୍ଭେ ତୁମର ଭବିଷ୍ୟତ ବଂଶର ପରମେଶ୍ୱର ହେବା। ଯେତେବେଳେ ଆମେ ତୁମ ସହିତ କଥା କହିବା, ଯେତେବେଳେ ତୁମ ସହିତ ଆଲାପ କରିବା, ସେ ସମୟରେ ତୁମେ ଆମମାନଙ୍କର ବିଶ୍ୱସ୍ତ ଦାସ ହେବ। ତୁମ ସହିତ ତୁମ ବଂଶ ସହିତ ଆମେ କ'ଣ କରିବୁ, ନିୟମ କରିବୁ, ତୁମ ପରମ୍ପରା ସହିତ ଆମେ ନିୟମ କରିବୁ। ପୁଣି ତୁମେ ଏବେ ଏହି ଯେଉଁ କିନାନ ଦେଶରେ ପ୍ରବାସ କରିଅଛ, ତହିଁର ସମୁଦାୟ ଆମେ ତୁମକୁ ଓ ତୁମର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା। ହାଲେଲୁୟା।
ମୋର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଆମମାନଙ୍କର ପରମେଶ୍ୱର। ସେ ଅବ୍ରାହ୍ମଙ୍କ ସହିତ ଆଲାପ କରି କହିଲେ ଏସବୁ କଥା। ଯେଉଁ ଦେଶରେ ତୁମେ ବାସ କରିଅଛ, ଯେଉଁ ଦେଶରେ ତୁମେ ଅଛ, ସେଇ ଦେଶ ତୁମକୁ, ତୁମର ପିଲାମାନଙ୍କୁ, ଭବିଷ୍ୟତ ବଂଶ ସମସ୍ତଙ୍କୁ ଅଧିକାର, ଅନନ୍ତକାଳୀନ ଅଧିକାର ନିମନ୍ତେ, ଅନନ୍ତକାଳର ଅଧିକାର ପାଇଁ, ସବୁଦିନ ପାଇଁ ଆମେ ତୁମକୁ ଦେବା, ଆଉ ତୁମର ବଂଶର ପରମେଶ୍ୱର ଆମେ ହେବା ବୋଲି କହିଲେ। ହାଲେଲୁୟା। ଏସବୁ କଥା ପରମେଶ୍ୱର ଅବ୍ରାହ୍ମଙ୍କ ସହିତ ଆଲାପ କରି କହୁଛନ୍ତି। ପରମେଶ୍ୱର ଅବ୍ରାହ୍ମଙ୍କୁ ଆହୁରି କହିଲେ, ତୁମ୍ଭେ ଆମ୍ଭର ନିୟମ ପାଳନ କରିବ, ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବ। ହାଲେଲୁୟା। ତୁମର ଇଚ୍ଛା ଅନୁସାରେ ତୁମେ କାର୍ଯ୍ୟ କଲେ ହେବ ନା ଅବ୍ରାହ୍ମ? ତୁମ ଇଚ୍ଛା ଅନୁସାରେ ତୁମେ ଚାଲିଲେ ହେବ ନାହିଁ। ତୁମ ସ୍ତ୍ରୀ ଇଚ୍ଛା ଅନୁସାରେ ତୁମ ସ୍ତ୍ରୀ କରିବ, ତୁମ ଇଚ୍ଛା ଅନୁସାରେ ତୁମେ କରିବ। ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଚାଲିବ ନାହିଁ ବୋଲେ ହେବ ନାହିଁ। ତେଣୁକରି ଏବେ ତୁମେ ଧର୍ମାଚରଣ କର, ନ୍ୟାୟଚାରଣ କର, ନ୍ୟାୟରେ ରୁହ। ଆମେ ତୁମ ସହିତ ନିୟମ କରିବା। ତୁମ ପ୍ରତି ଆମେ ଅନେକ ବିଷୟ ଚିନ୍ତା କରୁଅଛୁ। ତୁମ ପ୍ରତି ଆମଙ୍କ ଯୋଜନା ବହୁତ ଅଛି ଅବ୍ରାହ୍ମ। ତୁମ ସହିତ ଆମର ଯୋଜନା, ଆମମାନଙ୍କ ସଂକଳ୍ପ ବହୁତ ଅଛି। ତୁମର ଭବିଷ୍ୟତ ବଂଶ ସହିତ କୃତ ଆମ୍ଭର ଯେଉଁ ନିୟମ ତୁମେମାନେ ପାଳନ କରିବ, ତାହା ଏହି ତୁମମାନଙ୍କର ପ୍ରତ୍ୟେକ ପୁରୁଷର ସୁନ୍ନତ ହେବ। ହାଲେଲୁୟା। ତୁମ ଔରସରୁ ଯେତିକି ଲୋକ ଜନ୍ମ ହେବେ, ସେମାନଙ୍କ ସାଙ୍ଗରେ ଆମେ ଗୋଟେ ନିୟମ କରିବୁ। ହାଲେଲୁୟା। ଶ୍ରୀ କହୁଛନ୍ତି, ଆମର ନିୟମ ପୁରୁଷାନୁକ୍ରମେ ତୁମ ପିଲା ସହିତ ସମସ୍ତଙ୍କ ସାଙ୍ଗରେ ରହିବ। ହାଲେଲୁୟା। ସେ 13 ଲେଖା ହେଇଛି, ପୁଣି ତୁମର ଗୃହଜାତ ଅଥବା ମୂଲ୍ୟକୃତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ। ତହିଁରେ ଅନନ୍ତକାଳୀନ ନିୟମ ତୁମମାନଙ୍କ ସହିତ, ତୁମମାନଙ୍କ ମାଂସରେ ଆମ ନିୟମର ଚିହ୍ନ ଥିବ। ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମର ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଛିନ୍ନ ହେବ। ସେ ଆମ୍ଭର ନିୟମ ଲଙ୍ଘନ କଲା। ହାଲେଲୁୟା। ତୁମ ଲୋକମାନଙ୍କ, ତୁମର ପୁତ୍ରମାନଙ୍କ ଠାରୁ ଆରମ୍ଭ କରି ତୁମର ଲୋକମାନେ ଯେତିକି ଅଛନ୍ତି ସମସ୍ତଙ୍କୁ ଲିଙ୍ଗାଗ୍ର, ଯେଉଁଟାକି ଚର୍ମର କିଛି ଅଂଶ କାଟିବାକୁ ପଡ଼ିବ। ଆଉ ସେଇ ଚିହ୍ନ ସବୁବେଳ ପାଇଁ ଆମ ନିୟମ ଅନୁସାରେ ତାହା ରହିଯିବ। ତାହା ହେଉଛି ସୁନ୍ନତ ବିଧି। ସୁନ୍ନତ କରିବାର ଗୋଟେ ବିଧି। ପରମେଶ୍ୱର ସେଇ ଚିହ୍ନ ପ୍ରତ୍ୟେକ ଇସ୍ରାଏଲ ଲୋକମାନଙ୍କ ଠାରୁ ରଖିବାକୁ ଚାହାନ୍ତି। ହାଲେଲୁୟା। ତାପରେ ପରମେଶ୍ୱର ତୁମକୁ କ'ଣ କରନ୍ତି? ଗ୍ରହଣ କରନ୍ତି। ହାଲେଲୁୟା। ତେଣୁକରି ମୋର ପ୍ରିୟ ଲୋକମାନେ, ଆମେମାନେ